ଆମେ ଗଛ ବିଷୟରେ ପଢିଥିଲୁ ଗତକାଲି। ଗଛ ବିଷୟରେ ପଢିଥିଲୁ କି ନାହିଁ? ଗଛର ଚେର, ଫୁଲ, ଫଳ, କାଣ୍ଡ, ପତ୍ର ଏସବୁ ବିଷୟରେ ପଢିଥିଲୁ। ଆଉ ଚିହ୍ନିଥିଲୁ କି ନାହିଁ? ଚିହ୍ନିଥିଲୁ। ଆଜି ବର୍ତ୍ତମାନ ଆମେ କେତେଟା ଫୁଲ ବିଷୟରେ ପଢିବା। ମୁଁ ଗୋଟେ ଗୋଟେ ନାମ କହିବି, ତମେ ଶୁଣିବ କି ନାହିଁ? ଆଉ ସେ ଫୁଲ ଗୁଡାକ ଆମେ କେମିତି ଦେଖିବାକୁ ସେଗୁଡାକ ଚିହ୍ନିବା। ଚିହ୍ନିବା ତ? ଦେଖିବା ଏବେ। ବସ, ଯେ ଜାଗାରେ ବସ। ଯେ ଜାଗାରେ ବସିଥିବ, କେହି ଉଠିବା ଆବଶ୍ୟକ ନାହିଁ। ମୁଁ କହିବି, ତମେ ଖାଲି ଜାଣିବ। ଏଇଟା ହଉଛି କଣ? ଗୋଲାପ ଫୁଲ। ଗୋଲାପ ଫୁଲ ଦେଖିବାକୁ କେମିତିକା? ଲାଲ। ଗୋଲାପ ଫୁଲ। ଏଇଟା କୋଉ ଫୁଲ? ମନ୍ଦାର ଫୁଲ। ଦେଖିଛ ସମସ୍ତେ? ଦେଖିଛ। ଏଇଟା କୋଉ ଫୁଲ? ଗେଣ୍ଡୁ ଫୁଲ। କଣ? ଗେଣ୍ଡୁ ଫୁଲ। ଏଇଟା କୋଉ ଫୁଲ? ପଦ୍ମ ଫୁଲ। ପଦ୍ମ ଫୁଲ କୋଉଠି ଫୁଟେ? ପୋଖରୀରେ। ପୋଖରୀରେ ପଦ୍ମ ଫୁଲ ଫୁଟେ। ଏଇଟା କୋଉ ଫୁଲ? ଚମ୍ପା ଫୁଲ। ଚମ୍ପା ଫୁଲ ଦେଖିଛ ସମସ୍ତେ? ତାର ବାସ୍ନା କେମିତିକା? ଚମ୍ପା ଫୁଲ ଦେଖିଲ ସମସ୍ତେ? ତାପରେ ଏଇଟା ହଉଛି ଆଉ ଗୋଟେ ଚମ୍ପା। ଏଇଟା କାଠ ଚମ୍ପା କୁହନ୍ତି। କାଠ ଚମ୍ପା। ଏଇ ଚମ୍ପାଟା ଟିକେ ଲମ୍ବା ହୁଏ, ସେମିତି ଟଗର ଫୁଲ ହୁଏନି? କାଠ ଚମ୍ପାଟା ସେଇଭଳିଆ ହୁଏ। ଆଚ୍ଛା, ତାପରେ ଏଇଟା ତମେ ଚିହ୍ନି ପାରିବ। କନିଅରି ଫଳ ଦେଖିଛ? କନିଅରି ଫୁଲ ଦେଖିଛ? କେମିତିଆ ଦେଖିବାକୁ କହିଲ? ହଳଦିଆ। କାହାଳି ଭଳିଆ ଦେଖିବାକୁ। ଆଚ୍ଛା, ତାପରେ ଏଇଟା ଚିହ୍ନିଛ? ଏଇଟା ହଉଛି ସୂର୍ଯ୍ୟମୁଖୀ ଫୁଲ। କଣ? ସୂର୍ଯ୍ୟମୁଖୀ ଫୁଲରୁ କଣ ତିଆରି ହୁଏ? ସୂର୍ଯ୍ୟମୁଖୀ ଫୁଲରୁ ତେଲ ତିଆରି ହୁଏ। ତାର ଯୋଉ ମଞ୍ଜି ଅଛି, ସେ ମଞ୍ଜିରୁ ତେଲ ତିଆରି ହୁଏ। ଆଚ୍ଛା, ଏଇଟା ମଲ୍ଲି ଫୁଲ ଦେଖିଛ? ମଲ୍ଲି ଫୁଲ। ତାର ବାସ୍ନା କେମିତି ଲାଗେ? ଭଲ ଲାଗେ। ଏଇଟା ମଲ୍ଲି ଫୁଲ। ଏଇଟା କଇଁ ଫୁଲ ଦେଖିଛ? କଇଁ ଫୁଲ ପୋଖରୀରେ ଫୁଟେ। କଇଁ ନାଲି ଧଳା କେତେ ପ୍ରକାର କଇଁ ଫୁଟେନି? ଆଚ୍ଛା, ଆଉ ତାପରେ ତମେ ଆଉ କଣ ଜାଣିପାରିବ? ସ୍ଥଳ ପଦ୍ମ ଦେଖିଛ? ସ୍ଥଳ ପଦ୍ମ ଦେଖିଛ? ତମେ ଦେଖିଛ? ଚିହ୍ନିଛ? ଏମିତିଆ ଦେଖିବାକୁ? ଡାଲିଆ ଫୁଲ ଦେଖିଛ? ଡାଲିଆ ଫୁଲ। ଡାଲିଆ ଫୁଲ ଏଇଟା ଏଇଟା ହଉଛି ରଜନୀଗନ୍ଧା। କଣ? ରଜନୀଗନ୍ଧା ଫୁଲ। ଏଇଟା ହଉଛି ଶଙ୍ଖ ପୁଷ୍ପ। କଣ? ଏଇଟା ହଉଛି ଗଙ୍ଗଶିଉଳି। ତାହେଲେ ଆମେ ଆଜି ସବୁ ଫୁଲ ବିଷୟରେ ଜାଣିଲେ। ସମସ୍ତେ ଏଇ ଫୁଲ ବିଷୟରେ ମନେ ରଖିବ। ମୁଁ ପଚାରିଲେ ମତେ